ମହୁମାଛି ପୁରା ଆସିକି ସବୁ ବସିଛି ମହୁମାଛି ବୁଲୁଛି ମସଲା ପଡିକି ପେଷ୍ଟ କରିକି କେମିତି ତିଆରି କରୁ ତ ସାଙ୍ଗମାନେ ଆପଣ ମାନେ କେମିତି ଅଛନ୍ତି ଭଲ ଅଛନ୍ତି ନା ହଁ ପୁରା ଭଲ ଥିବେ ଯାହା ହଉ ତ ଆଜି ହେଇ ଏବେ ମାନେ ସକାଳୁ ସକାଳୁ ଆସି ପହଞ୍ଚିଲୁ ଏଇ ଯୋଉ ଯାଇଥିଲେ ଆମ ଶ୍ୱଶୁର ଘରେ ଯାତ୍ରା ମାନେ ମେଳା ହଉଥିଲା ଏଇ ଯୋଉ କମାରଗଡିଆ ମେଳା ସେଇଠି ଥିଲେ ଆମର ଶ୍ୱଶୁର ଘରେ ଥିଲେ ମେଳା ଯାଇଥିଲେ ମେଳାରୁ ତ ମେଳା ଭିଡିଓ ଆପଣମାନଙ୍କୁ ଦେଇଛି ନିଶ୍ଚିତ ଦେଖିଥିବେ ଆଉ ଯଦି ନ ଦେଖିଛନ୍ତି ଯାଇକି ଦେଖନ୍ତୁ ଆଉ ଏବେ ହେଇ ମାନେ ଭିଡିଓ ଷ୍ଟାର୍ଟ କଲି ତ ଘରେ କେହି ନାହାନ୍ତି ଏମାନେ ରଞ୍ଜୁ ଆସି ପହଞ୍ଚି କଣ କାମରେ ଲାଗିଛନ୍ତି ନା କଣ ନାହିଁ ଘରେ ତ ଚାଲନ୍ତୁ ଆଜି କଣ କଣ ହଉଛି ଦେଖିବା ମାନେ 4 ଦିନ ଘରେ ନାହିଁ ତ କାମ ସବୁ ମାନେ ବୁଝ ହେଇଛି ସକାଳୁ ଆସି ପହଞ୍ଚି କାମରେ ଲାଗିଛି ମାନେ ଆମର ଏଇଠି ଗରୁ ବନ୍ଧା ହୁଏ ମାନେ ଏଇଠି ଗଡିଆ ହେଇ ଆମର ଏଠି ବାଡି ମାନେ ଘରଟା ହଉଛି ଆମର ସେପଟେ ଏଇଠି ଗରୁ ବନ୍ଧା ହୁଏ ଆସି ପହଞ୍ଚି କାମ ଲାଗିଛି ସବୁ କାମ ମାନେ ଆଜି ଦିନ ସାରା ଆଉ ବ୍ୟସ୍ତ ଇମାନ ଟାଇମ ରହିବନି ନିଶ୍ୱାସ ଗୋଟେ ଫଁକି ମାରୁଛି ନିହାତି ନିହାତି ଆଉ ଗୋଟେ ଝାଡୁ ଆମ ଧର ନେବି ନିଜେ ଠିକ ଅଛି ସାଙ୍ଗମାନେ ଇଏ କ୍ୟାମେରା ଇଏ ଧରିବେ ମୁଁ ଝାଡୁ ମାରିବି ବର୍ତ୍ତମାନ ଗୋଟେ ନୂଆ ଜିନିଷ ଦେଖନ୍ତୁ ଆମ ବାଡିରେ ମାନେ ଆମ ବାଡିଟା ଏଇଠି ଏଇ ଯୋଉ ପୋଖରୀ ପାଖରେ ଗୋଟେ ନୂଆ ଜିନିଷ ଦେଖନ୍ତୁ ଆମର ଏଇ ନୂଆ ଜିନିଷ କଣ କହିଲେ ଏଇ ଗଛଟାକୁ ଦେଖନ୍ତୁ ଏଇଟା କୋଉ ଗଛ ଦେଖନ୍ତୁ ମାନେ ଖେଜୁରୀ ଗଛ ଗୋଟେ ଗଛ ନା ଗୋଟେ ଦିଟା ତିନିଟା 4ଟା ଗଛ ଏଇଠି ସବୁଗୁଡା ଗଛରେ ଦେଖନ୍ତୁ ଚାଞ୍ଚା ହେଇଛି ଦେଖନ୍ତୁ ସବୁଗୁଡା ଗଛରେ ଏଇଠି ଚାଞ୍ଚା ହେଇଛି ରସ ଯାଉ ଝରୁ ମହୁମାଛି ପୁରା ଆସିକି ସବୁ ବସିଛି ମହୁମାଛି ବୁଲୁଛି ମାନେ ଏଇଠି ଖେଜୁରୀ ରସ ସବୁ ଯେ ଚାଞ୍ଚା ହେଇଥିଲା ଟିକେ ଟିକେ ଝରୁଛି ନା ମହୁମାଛି ସବୁ ବୁଲୁଛି ଆସି ରସ ଖାଉଛି ଇଏ ଏଠି ଆସିଗଲେ ଗୁଲାବ ଜାମୁନ ହେଇକି ପୁରା ଗାମଲେ ଗୁଲାବ ଜାମୁନ ପାଉଁଶ ଗୁଡା ଭାଇ ଚୁଲିରୁ କାଢିକି ଆଣିଲା ପାଉଁଶ ଗୁଡାକ ନା ଏଇଟା ଗୁଲାବ ଜାମୁନ ଏଇଟା ଗୁଲାବ ଜାମୁନ ସକାଳ ପରୁ ଆସିକି ଦିନ ସାରା ଭିତରେ କେତେ କାମ କଲାଣି ମାନେ ଯାଇଥିଲେ ବାପ ଘର ନା ସେଇଠି ଖାଇ ଆସିଲେ ସବୁ ନା 4 ଦିନ ପୁରା କଚାଡ଼ିକି ସବୁ ଖାଇଛନ୍ତି କ୍ଷୀରି ପିଠା ପାଖରୁ ମଟନ ପାଖରୁ ସବୁ ଖାଇକି ଆଉ ଆସି ପହଞ୍ଚି କଣ ଆଉ ରେଷ୍ଟ ନାହିଁ ଯେତିକି ଖାଇଥିଲେ ସେତିକି ବାହାରିବ ନା ନିହାତି ନା ମାନେ ସକାଳ ପରୁ ମାନେ କେତେ ଅବଶ୍ୟ ଦେଖନ୍ତୁ ପତ୍ର ମାନେ କେତେ ଗୁଟେ ଆଣିଛି ମାନେ ସେଇ ଯୋଉ ବାଡି ଯାଇଥିଲା ସେ ବାଡିରୁ ସବୁ ଝଟେଇ ଗୁଟେ ଆଣିଛି ଏଠି ଧାନ ନା ପାଣି ଦେଇ ସାରିଲାଣି ଢେର କାମ କରୁଛି ସକାଳ ପୁରା ଅବଶ୍ୟ କଷ୍ଟ କରୁଛି ମାନିବ ସେଟା ଡାକ୍ତି ନା ହେତା ନା ମୁଁ ଟିକେ ପତ୍ର ଟିକେ ଝଟି ଦିଅନ୍ତି ଆଉ ଟିକେ ପାଣି ବହି ଦିଅନ୍ତି କଣ ଖାଉଛୁ ଚୁଡା ଭୋଗ କେଇଠୁ ପାଇଲୁ ଘର ଥିଲା ମାନେ ନିଜେ ପୂଜା କରିକି ନିଜେ ଖାଇଛୁ ଆଜି କଣ ହବ ଆଇଟମ ବୋଧେ ଲାଗୁଛି ଆଜି ଗୋଟେ କଣ ନୂଆ ହବ ନା ପିଆଜ ସାଇଁ କଖାରୁ ଫୁଲ ଭଜା ଆଉ ମାନେ ନୂଆ ମାନେ ଏଟା ଅରୁଆ ଚାଉଳ ଏଠି ବଟା ହେଇଛି ଏଇ ବାଟିକି ପୁରା ଏଇଠି ଏଇଟା ହଉଛି ପିଆଜ ସାଇଁ କଖାରୁ ଫୁଲ ମାନେ ଚାଉଳ ବାଟା ଦେଇକି ତାକୁ ପିଠା ଭଜା ଭଳିଆ ସେନ ପଡିବ ଧନିଆ ପାଉଡର ଜିରା ପାଉଡର ଲଙ୍କା ଗୁଣ୍ଡ ହଳଦୀ ଲୁଣ ସବୁ ମସଲା ପଡିକି ପେଷ୍ଟ କରିକି କେମିତି ତିଆରି କରୁଛି କାଲି ଦେଖିବା ହଉ ଷ୍ଟାର୍ଟ କର ବର୍ତ୍ତମାନ ସବୁ ମାନେ ଜିନିଷ ରୁଳି ମାଛ ଆସି ବଡ ମାଛ ଗୋଟେ ଆଣିଛ ମାନେ ବଡ ମାଛ ଆଣିବ ତ ରୁଳି ମାଛ ନେଇଥିଲେ ଆସି ଖାଉ ପୁରା ପେଷ୍ଟ କରିକି ତାକୁ ଗୋଳେଇ ଦେଇଛନ୍ତି ନା କଢାରେ ପଡିଛି କଖାରୁ ଫୁଲ ପିଆଜ ଗଛ ମାନେ ପିଆଜ ସାଇ ଆଉ ଚାଉଳ ଗୁଣ୍ଡ ମାନେ ଅରୁଆ ଚାଉଳ ଗୁଣ୍ଡ ଦେଇକି ପିଠା ହେଇଗଲା ହେଇ କଖାରୁ ଫୁଲର ପିଠା ଭଲ ଲାଗୁଛି ତ ଭଲ ଲାଗୁଛି ହଁ ଭଲ ହେଇଛି ଆପଣ ଘରେ ତିଆରି କରି ଖାଆନ୍ତୁ ଆକୁ ନେଇଯିବେ ରଞ୍ଜୁକୁ ନେଇଯିବେ ମିସ୍ତ୍ରୀ ମୁଁ କରିନି ମୋଠୁ ଦେଖିବି ସମସ୍ତେ କରିବେ ହେଲା ନ ପାରିଲେ ପଚାରିବେ ରଞ୍ଜୁକୁ କହିଦେବେ ସାର୍ ପିଠା ଭଜା ଖାଇବାନି ଖାଇକି 3-4ଟା ଖାଇବେନି ମାନେ ଭିଡିଓ ବାହାନାରେ 4ଟା ଖାଇଦେଲେଣି। ଲୁବି ଆଜି ପାଇଁ ଏତିକି, ଆଜିର ବ୍ଲଗଟା ଏଇଠି ରଖୁଛୁ।
ଆଉ କଣ ভিডিও যদি ভাল লাগଥିବ লাইক শেয়ার সবস্ক্রাইব করন্তু ও কমেন্ট মাধ্যমে জଣାନ୍ତୁ ନିଶ୍ଚିତ କମେଣ୍ଟ ଜଣେଇବେ କେମିତି ଲାଗିଲା ଆମ ପିଠା ଭଜା କଖାରୁ ଫୁଲ ପିଠା ଭଜା କେମିତି ଲାଗିଲା ନିଶ୍ଚିତ କମେଣ୍ଟ ଜଣେଇବେ କେମିତି ଲାଗିଲା ଆପଣ ଖାଇଛନ୍ତି ନା କଣ ତମେ ଖାଇଛ ମାନେ ମୁଁ ଖାଇଛି ଖାଇନାହାନ୍ତି ସେମାନେ ଘରେ ବନେଇକି ଖାଆନ୍ତି ତ ଆଜି ପାଇଁ ଏତିକି ରହୁଛି ବାଏ।